क्षीरम दध्याभिमान मूढ़ीपद्यता श्लोकर ओडिया भाषे ଯେତେବେଳେ ଗଜେନ୍ଦ୍ର ଦେଖିଲା ଯେ ସେ କୁମ୍ଭୀର କବଳରୁ ନିଜକୁ ଉଦ୍ଧାର କରିପାରୁନାହିଁ, ଭଗବତୀ ଇଚ୍ଛାରେ କୁମ୍ଭୀର ଦ୍ୱାରା ଆକ୍ରାନ୍ତ ହୋଇଛି ଏବଂ ଅସହାୟ ହୋଇପଡ଼ିଛି, ବିପଦରୁ ନିଜକୁ ମୁକ୍ତ କରିପାରୁନାହିଁ, ସେତେବେଳେ ସେ ବଡ଼ ଭୀତତ୍ରସ୍ତ ହେଲା ଏବଂ ଭାବିଲା ନିଶ୍ଚୟ ନିହତ ହେବ। ଫଳରେ ଶେଷକୁ ସେ ଚିନ୍ତା କଲା, ଦୀର୍ଘ ସମୟ ଧରି ଚିନ୍ତା କରି ଶେଷରେ ନିମ୍ନଲିଖିତ ନିଷ୍ପତ୍ତିରେ ପହଞ୍ଚିଲା। ପରବର୍ତ୍ତୀ ଶ୍ଲୋକରେ କୁହାଯିବ ନିଷ୍ପତ୍ତି ନେଲା। ଏ ଶ୍ଲୋକ ଉପରେ ଆମର ପରମାରାଧ୍ୟ ଗୁରୁଦେବ ଶ୍ରୀ ଶ୍ରୀମଦେ ଶ୍ରୀ ଭକ୍ତିବେଦାନ୍ତ ସ୍ୱାମୀ ପ୍ରଭୁପାଦ ମହାରାଜ ଯେଉଁ ଭାଷ୍ୟ ଦେଇଛନ୍ତି ତାହାର ଓଡ଼ିଆ ଅନୁବାଦ କହୁଛେ। ଏ ଭୌତିକ ଜଗତରେ ପ୍ରତ୍ୟେକ ଜୀବନ ସଂଗ୍ରାମରେ ବ୍ୟାପ୍ତ ଅଛନ୍ତି। ପ୍ରତ୍ୟେକ ନିଜକୁ ବିପଦରୁ ଉଦ୍ଧାର ରକ୍ଷା କରିବା ପାଇଁ ଚେଷ୍ଟା କରୁଛନ୍ତି, କିନ୍ତୁ ଯେତେବେଳେ ନିଜକୁ ରକ୍ଷା କରିବା ପାଇଁ ଅସମର୍ଥ ହୁଅନ୍ତି, ଯଦି ସେ ସୁକୃତିବନ୍ତ ହେଇଥାନ୍ତି ତାହେଲେ ସେ ଭଗବତ ଚରଣାରବିନ୍ଦରେ ଆଶ୍ରିତ ହୁଅନ୍ତି। ଏହା ଶ୍ରୀମଦ୍ ଭଗବଦ୍ଗୀତା ସପ୍ତମ ଅଧ୍ୟାୟରେ ସ୍ୱୀକୃତ ହୋଇଛି। ଚତୁର୍ବିଧା ବନ୍ଦେ ମାଂ ଜନା ସୁକୃତି ଅର୍ଜୁନ ଆତ୍ମୋ ଜିଜ୍ଞାସୁର ଅର୍ଥାର୍ଥୀ ଜ୍ଞାନୀ ଚ ଭରତର୍ଷଭ। ଚାରି ପ୍ରକାର ସୁକୃତିବନ୍ତ ଲୋକ ମୋର ଭଜନ କରନ୍ତି, ଭଗବାନଙ୍କୁ ଶୁଣୁଛନ୍ତି। ଆର୍ଥୀ ବିପଦରେ ପଡ଼ିଛି, ଅର୍ଥାର୍ଥୀ ଅର୍ଥ ଦରକାର, ଏବଂ ଜିଜ୍ଞାସୁ ଯେ ଜ୍ଞାନ ପିପାସ ହୋଇଛି, ଏବଂ ଜ୍ଞାନୀ ଯେ ଜିଜ୍ଞାସୁ ଜ୍ଞାନ ପିପାସୁ ଏବଂ ଜ୍ଞାନୀ ଜ୍ଞାନ ଲାଭ କରିବେ। ଚତୁର୍ବିଧା ଚାରି ପ୍ରକାର ସୁକୃତିବନ୍ତ ଲୋକ ଭଗବାନଙ୍କର ଶରଣାପନ୍ନ ହୁଅନ୍ତି, ନିଜକୁ ରକ୍ଷା କରିବା ପାଇଁ କିମ୍ବା ଅଗ୍ରଗତି କରିବା ପାଇଁ। The king of elephants in his condition of danger decided to seek shelter of the lotus feet of the Lord. ଗଜେନ୍ଦ୍ର ଶେଷରେ ଏହି ନିଷ୍ପତ୍ତି ନେଲେ ଯେ ସେ ବିପଦ ଉଦ୍ଧାର କରିବା ପାଇଁ ଭଗବତ ଚରଣାରବିନ୍ଦରେ ଆଶ୍ରିତ ହେବେ। After considerable thought, he intelligently arrived at the correct decision. ବହୁତ ସମୟ ଚିନ୍ତା କଲା ପରେ ଏହି ପ୍ରକୃତ ନିଷ୍ପତ୍ତିରେ ସେ ପହଞ୍ଚିଲେ। Such a decision is not reached by a sinful man. ପାପୀ ଲୋକ ଇଏ ଯେ ସୁକୃତିବନ୍ତ ନୁହନ୍ତି ସେହି ପ୍ରକାର ନିଷ୍ପତ୍ତିରେ ପହଞ୍ଚି ପାରିବେ ନା। Therefore in Bhagavad-gītā it is said that those who are pious can decide that in a dangerous or awkward condition one should seek shelter of the lotus feet of Krishna. ସେଥିପାଇଁ ଭଗବଦ୍ଗୀତାରେ ଏକଥା କୁହାଯାଇଛି, ଯେଉଁମାନେ ସୁକୃତିବନ୍ତ ସେମାନେ ଏ ନିଷ୍ପତ୍ତି ନିଅନ୍ତି ଯେ କୌଣସି ବିପଦଜନକ ସ୍ଥିତିରେ ଅସୁବିଧା ପରିସ୍ଥିତିରେ ସେ ଭଗବତ ଚରଣାରବିନ୍ଦ କୃଷ୍ଣ ଚରଣାରବିନ୍ଦରେ ଆସିଥିବେ। ହେଲା ଶ୍ଲୋକ ଉପରେ ଦିଆଯାଇଥିବା ଆମ ପରମାରାଧ୍ୟ ଗୁରୁଦେବ ଶ୍ରୀ ଶ୍ରୀମଦେ ଶ୍ରୀ ଭକ୍ତିବେଦାନ୍ତ ସ୍ୱାମୀ ପ୍ରଭୁପାଦ ମହାରାଜଙ୍କର ଭାଷ୍ୟ। ଇଥଂ ଗଜେନ୍ଦ୍ର ସଦାପ ସଂକଟଂ ପ୍ରାଣସ୍ୟ ଦେହି ବିଭସ୍ୱୋଦୁଚ୍ଛୟା ଅପାରୟନ୍ନାତ୍ମ ବିମୋକ୍ଷଣେ ଚିରଂ ଦଧ୍ୟାଭିମାଂ ବୁଦ୍ଧିଂ ଅଥାପଦ୍ୟତ। ସେ ଗଜେନ୍ଦ୍ର ପୂର୍ବରୁ ବର୍ଣ୍ଣନା ଦିଆଗଲାଣି, ଦୀର୍ଘ ସମୟ ଧରି 1000 ବର୍ଷ ଯୁଦ୍ଧ କଲା। 1000 ବର୍ଷ କୁମ୍ଭୀର ସହିତ ଯୁଦ୍ଧ କଲା, କିନ୍ତୁ ଶେଷରେ ସେ ବିବଶ ହେଇପଡ଼ିଲା, ହତାଶ ହେଇପଡ଼ିଲା, ନିଜକୁ ରକ୍ଷା କରିପାରିଲା ନା। ପୂର୍ବ ବର୍ଣ୍ଣନା ଦିଆଯାଇଛି ଯେ ଯଦିଓ ଖୁବ୍ ବଳଶାଳୀ ଥିଲା, କିନ୍ତୁ ସେ ଜଳ ମଧ୍ୟରେ କୁମ୍ଭୀର ବଡ଼ ବଳଶାଳୀ, ହସ୍ତି ବଳଶାଳୀ ହେଇପାରିବ ନା। ଜଳ ତା ପାଇଁ ସ୍ଥଳଭାଗ ସେ ବଳଶାଳୀ ହେଇପାରିବ, ଜଳ ମଧ୍ୟରେ ହେଇପାରିବ ନା, ଜଳ ତା ପାଇଁ ଉପଯୁକ୍ତ ପରିବେଶ ନୁହେଁ, ଏକଥା ଦିଆଯାଇଛି। ତେଣୁ ଯେତେବେଳେ ସେ ଅସମର୍ଥ ହେଇପଡ଼ିଲା ନିଜକୁ ବିପଦଜନକ ପରିସ୍ଥିତିରୁ ରକ୍ଷା କରିବା ପାଇଁ, ସେତେବେଳେ ସେ ଦୀର୍ଘ ସମୟ ଚିନ୍ତା କଲା, ଦେଖିଲା ଯେ କୌଣସି ଉପାୟ ନାହିଁ, ଭଗବତ ଚରଣାରବିନ୍ଦରେ ଆଶ୍ରିତ ହେଲା। ଏ ହେଉଛି ବିଜ୍ଞ ଲୋକର ବିଚାର କଥା। ଡିସିସନ ସେ କଥା ପର ଶ୍ଲୋକରେ ଆସିବ, ପହଞ୍ଚିଲା, ସେ କଥା କୁହାଯାଉଛି। ଏ ବିଜ୍ଞ ଲୋକର ନିଷ୍ପତ୍ତି
যে বিজ্ঞ লোক, বুদ্ধিমান ব্যক্তি, সে ভগবৎ চরণারবিন্দে আশ্রিত হব। কারণ ভগবৎ চরণারবিন্দ হচ্ছে একমাত্র আশ্রয়স্থଳ। ভগବତ ଚରଣାରବିନ୍ଦ ହେଉଛି ଏକମାତ୍ର ଆଶ୍ରୟସ୍ଥଳ, ଯୋଉଠି ଆଶ୍ରୟ ନେଲେ ଆଉ ଭୟ ରହିବ ନା। ଅଭୟ ଅଶୋକ ଅଭୟ ଅମୃତର ସ୍ଥଳ ତୁମାର ଚରଣ ଦ୍ୱୟ, ଏ କଥା କୁହାଯାଇଛି। ଅଶୋକ ଅଭୟ ଅମୃତ ଆଧାର ତୁମାର ଚରଣ ଦ୍ୱୟ, ଏ କଥା କୁହାଯାଇଛି। ଆତ୍ମନିବେଦନ କରାଯାଏ ଭଗବତ ଚରଣାରବିନ୍ଦରେ, ଆତ୍ମନିବେଦନ ହିଁ କରାଯାଏ। ଆଉ ସେଇଟା ସମସ୍ତଙ୍କର କର୍ତ୍ତବ୍ୟ। ଭଗବତ ଚରଣାରବିନ୍ଦରେ ଆତ୍ମନିବେଦନ କରିବା ତା ହେଉଛି ଆତ୍ମବୃତ୍ତି, ଆତ୍ମାର ବୃତ୍ତି। ସେଟା ଆତ୍ମଧର୍ମ, ଆତ୍ମାର ସ୍ୱାଭାବିକ ଧର୍ମ, ନିତ୍ୟ ଧର୍ମ ହେଉଛି ଭଗବତ ଚରଣାରବିନ୍ଦରେ ଆଶ୍ରିତ ହେବା। ଯେପରି ପ୍ରତ୍ୟେକ ବସ୍ତୁର ବସ୍ତୁ ଧର୍ମ ଅଛି, ତାହା ହେଉଛି ନିତ୍ୟ ଧର୍ମ, ତାହାର ବସ୍ତୁର ସ୍ୱାଭାବିକ ଧର୍ମ ନିତ୍ୟ ଧର୍ମ। ସେହିପରି ଆତ୍ମବସ୍ତୁର ନିତ୍ୟ ଧର୍ମ ହେଉଛି ଭଗବତ ଚରଣାରବିନ୍ଦରେ ଆଶ୍ରିତ ହେବା। ଆତ୍ମବସ୍ତୁର ନିତ୍ୟ ଧର୍ମ। ଦେହ ଗୋଟିଏ ବସ୍ତୁ, ମନ ଗୋଟିଏ ବସ୍ତୁ, ଆତ୍ମା ଗୋଟିଏ ବସ୍ତୁ, ଏପରି ଭିନ୍ନ ଭିନ୍ନ ବସ୍ତୁ। ଜଳ ଗୋଟିଏ ବସ୍ତୁ, ଜଳ ବସ୍ତୁର ନିତ୍ୟ ଧର୍ମ ହେଉଛି କଣ? ଜଳ କଣ ନିତ୍ୟ ଧର୍ମ? ଦାଦା କିରେ ଜାଣୁ କଣ କିରେ? ନନସେନ୍ସ। What is the eternal dharma of water? Liquidity, ତରଳତା। What is it? ଜଳ ବସ୍ତୁର ନିତ୍ୟ ଧର୍ମ ହେଉଛି ତରଳତା। ସେଠି ପ୍ରତ୍ୟେକ ବସ୍ତୁର ନିତ୍ୟ ଧର୍ମ ଅଛି, ସ୍ୱାଭାବିକ ଧର୍ମ ନିତ୍ୟ ଧର୍ମ। ଦେହ ବସ୍ତୁର ନିତ୍ୟ ଧର୍ମ କଣ? What is the eternal dharma of the body? Don't know. You are a foolish elephant, not intelligent elephant. It's foolish elephant, isn't it? Chidananda is a foolish elephant. Don't become so foolish. What is eternal dharma of body? You said it was sense gratification. Sense gratification. Sense gratification is the dharma of body. ভগবত চরণারবিন্দরে আশ্রিত হওয়া হচ্ছে আত্মধর্ম, আত্মার নিত্য ধর্ম, তা হচ্ছে আত্মধর্ম। ভগবত চরণারবিন্দরে আশ্রিত হওয়া, কৃষ্ণ চরণারবিন্দরে আশ্রিত হওয়া, কৃষ্ণ দাস্য স্বীকার করিবা। To serve the lotus feet of Krishna is the eternal dharma of Atma. So, every vastu is eternal dharma. It's eternal dharma. You understand? Similarly, the soul's eternal dharma is to take shelter at the lotus feet of the Supreme Personality of Godhead, Krishna, and serve his lotus feet. The Gajendra is very intelligent, Sukridivanta, pious, yes, some pious, yes. In previous life, he had committed some pious activities, performed some pious activities, Sukridivanta. So he could come to this precise decision. One is really pious, Sukridivanta, he can reach. 3 types of Sukriti are there. You know? 3 types of Sukriti. What are they? You said before that